ଆଜିର ଏହି ଭିଡ଼ିଓରେ ଆମେ ଗୁପ୍ତ ଯୁଗର ଧର୍ମ ବିଷୟରେ ଜାଣିବା। ପିଲାମାନେ, ଏହି ଗୁପ୍ତ ଯୁଗର ଧର୍ମ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ଭିଡ଼ିଓଟି ଯଦି ଭଲ ଲାଗିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ ଏବଂ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ଏହି ଗୁପ୍ତ ଯୁଗର ଶାସନ ସମୟରେ ହିନ୍ଦୁ ଧର୍ମର ପୁନରୁତ୍ଥାନ ହୋଇଥିଲା। ତା ସହିତ ପିଲାମାନେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମ ବିଶ୍ୱାସର ମଧ୍ୟ ଉନ୍ନତି ହୋଇଥିଲା। ଗୁପ୍ତ ରାଜବଂଶର ରାଜାମାନେ ବା ଶାସକମାନେ ବିଷ୍ଣୁଙ୍କ ଉପାସକ ଥିଲେ। ଗୁପ୍ତ ବଂଶର ରାଜାମାନେ ବା ଶାସକମାନେ ପରମ ଭଟ୍ଟାରକ, ପରମ ଭାଗବତ ଇତ୍ୟାଦି ଉପାଧି ଗ୍ରହଣ କରିଥିଲେ। ପିଲାମାନେ, ତୁମେମାନେ ଜାଣିଥିବ ବିଷ୍ଣୁଙ୍କ ବାହନ ଗରୁଡ଼ ଅଟନ୍ତି ଏବଂ ଗୁପ୍ତ ଶାସନର ରାଜକୀୟ ପ୍ରତୀକ ମଧ୍ୟ ଗରୁଡ଼ ଅଟେ। ଏହି ଗୁପ୍ତ ଯୁଗର ଶାସନ ସମୟରେ ହିନ୍ଦୁ ଧର୍ମର ପୂର୍ବ ଗୌରବ ଫେରିଥିଲା। ଏହି ଗୁପ୍ତ ଯୁଗର ଏକ ମୁଖ୍ୟ ବିଶେଷତ୍ୱ ହେଉଛି ଅବତାରବାଦ। ଗୁପ୍ତ ଶାସନ ସମୟରେ ନୂତନ ଦେବାଦେବୀଙ୍କ ଉପାସନା ଆରମ୍ଭ ହୋଇଥିଲା, ଯେମିତିକି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ସୂର୍ଯ୍ୟ, ଇନ୍ଦ୍ର, ବରୁଣ, ଲକ୍ଷ୍ମୀ, ଦୁର୍ଗା, ପାର୍ବତୀ, କାର୍ତ୍ତିକେୟ, ଗଣେଶ ଇତ୍ୟାଦି ନୂତନ ଦେବାଦେବୀଙ୍କୁ ଏହି ଗୁପ୍ତ ଯୁଗରେ ଉପାସନା କରିବା ଆରମ୍ଭ ହୋଇଥିଲା। ଆହୁରି ପିଲାମାନେ, ଏହି ଗୁପ୍ତ ଯୁଗରେ ଦଶାବତାର ଉପାସନା ମଧ୍ୟ ଆରମ୍ଭ ହୋଇଥିଲା। ବୈଦିକ ଯୁଗରେ ଯେଉଁ ଯଜ୍ଞଗୁଡ଼ିକ ପ୍ରଚଳନ ଥିଲା ଏବଂ ବୈଦିକ ଯୁଗ ପରେ ତାହା ଯେଉଁ ବନ୍ଦ ହୋଇଯାଇଥିଲା, ଏହି ଗୁପ୍ତ ଯୁଗରେ ବା ଗୁପ୍ତମାନଙ୍କ ଶାସନ ସମୟରେ ସେହି ଯଜ୍ଞଗୁଡ଼ିକର ପୁନଃ ପ୍ରଚଳନ ହୋଇଥିଲା ଏବଂ ସେହି ଯଜ୍ଞଗୁଡ଼ିକ ଥିଲା ଅଶ୍ୱମେଧ ଯଜ୍ଞ, ବାଜପେୟ ଯଜ୍ଞ, ଅଗ୍ନିଷ୍ଟୋମ ଯଜ୍ଞ। ପିଲାମାନେ, ଏଇଟା ଅଗ୍ନିଷ୍ଟୋମ ହୋଇଯାଇଛି, ଅଗ୍ନିଷ୍ଟୋମ ଯଜ୍ଞ। ଗୁପ୍ତ ଶାସକମାନେ ସବୁ ଧର୍ମ ପ୍ରତି ସମାନ ଉଦାର ଥିଲେ। ଏହି ଗୁପ୍ତମାନଙ୍କର ଶାସନ ସମୟରେ ଆହୁରି ବୌଦ୍ଧ ଧର୍ମର ମଧ୍ୟ ପ୍ରଗତି ହୋଇଥିଲା। ଏହି ଗୁପ୍ତମାନଙ୍କ ଶାସନ ସମୟରେ ବୌଦ୍ଧ ଧର୍ମର ମହାଯାନ ଓ ତନ୍ତ୍ରଯାନର ମଧ୍ୟ ଉନ୍ନତି ଘଟିଥିଲା। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାମାନେ, ଏହି ଗୁପ୍ତମାନଙ୍କର ଶାସନ ସମୟରେ ଯେଉଁ ବୌଦ୍ଧ ପୀଠଗୁଡ଼ିକ ଥିଲା, ତାହା ରାଜକୀୟ ପୃଷ୍ଠପୋଷକତା ପାଇଥିଲା। ଗୁପ୍ତମାନଙ୍କର ଶାସନ ସମୟରେ ଗୁପ୍ତ ନରପତିମାନେ ଜୈନ ଧର୍ମ ପ୍ରତି ଉଦାର ନୀତି ଗ୍ରହଣ କରିଥିଲେ। ଜୈନ ଧର୍ମର ଉନ୍ନତି ହୋଇଥିଲା। ମଥୁରା, ବଲ୍ଲଭୀ, ଉଦୟଗିରି ଓ ପଣ୍ଡୁବର୍ଦ୍ଧନ ଇତ୍ୟାଦି ସ୍ଥାନରେ ଗୁପ୍ତମାନଙ୍କର ଶାସନ ସମୟରେ ଜୈନ ଧର୍ମର ଉନ୍ନତି ହୋଇଥିଲା। ସ୍କନ୍ଦଗୁପ୍ତ 5 ଜଣ ଜୈନ ତୀର୍ଥଙ୍କରର ପଥରର ମୂର୍ତ୍ତି ନିର୍ମାଣ ପାଇଁ ଆର୍ଥିକ ସହାୟତା କରିଥିଲେ। ଗୁପ୍ତମାନଙ୍କର ଶାସନ ସମୟରେ 453 ଖ୍ରୀଷ୍ଟାବ୍ଦରେ ବଲ୍ଲଭୀଠାରେ ଜୈନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଜୈନ ସମ୍ମିଳନୀରେ ଜୈନ ଧର୍ମ ଗ୍ରନ୍ଥର ଶୁଦ୍ଧ ସଂସ୍କରଣ ପ୍ରସ୍ତୁତ ହୋଇଥିଲା। ଈଶ୍ୱରଙ୍କ ଭକ୍ତି, ଆଧ୍ୟାତ୍ମିକ ଚେତନା ଓ ସାର୍ବଜନୀନ ଉଦାର ମନୋଭାବ ପାଇଁ ଏହି ଗୁପ୍ତମାନଙ୍କର ଶାସନ ସମୟରେ ଏକ ସୁନ୍ଦର ସମାଜ ଗଠିତ ହୋଇଥିଲା।
ପିଲାମାନେ ଆଜି ଆମେ ଜାଣିଲେ ଗୁପ୍ତ ଯୁଗର ଧର୍ମ ବିଷୟରେ ଏବଂ ତୁମର ବାର୍ଷିକ ପରୀକ୍ଷାରେ ଏହା 3 ମାର୍କର ପ୍ରଶ୍ନ ଆସିଥାଏ ଏବଂ ଯଦି ବି ତୁମର ପରୀକ୍ଷାରେ ଗୁପ୍ତ ଯୁଗର ଧର୍ମକୁ ନେଇକି 3 ମାର୍କର ପ୍ରଶ୍ନ ଆସେ ତାହେଲେ ତୁମେ ପିଲାମାନେ ହିନ୍ଦୁ ଧର୍ମର ଉନ୍ନତି ବିଷୟରେ ଲେଖିବ, ବୌଦ୍ଧ ଧର୍ମର ଉନ୍ନତି ବିଷୟରେ ଲେଖିବ, ତା ସହିତ ପିଲାମାନେ ଜୈନ ଧର୍ମର ଉନ୍ନତି ବିଷୟରେ ଲେଖିବ, ତା ସହିତ ଦଶାବତାରବାଦ ବିଷୟରେ ବି ଲେଖିବାକୁ ତୁମକୁ ପଡ଼ିବ। ଯଦ୍ୱାରା କ'ଣ ହେବ ପିଲାମାନେ ତୁମର ପ୍ରଶ୍ନଟି ସମ୍ପୂର୍ଣ୍ଣ ହୋଇଯିବ।